ହେଲେ ତମକୁ ଅବା ଲୁଚେଇବି କାହିଁକି? ତୁ କିଏ ବେଶରା ହରସମଜଦ ମେଛର ଟୋକା ଏମିତି ମୋତେ ହରଣା ମହିଷି ବନେଇଲା ପରି ବନେଇଛୁ କାହିଁକି? କହିପାରିବୁ ତ ନିଜ ପରିଚୟ କଣ? ଶୁଣିପାରିବୁ ପରିଚୟ ବଳ ଯୋଉ ବିକ୍ରମାଦିତ୍ୟଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରିଥିଲୁ ସେଇ ବିକ୍ରମାଦିତ୍ୟଙ୍କ ପୁତ୍ର ମୁଁ ଆଦିତ୍ୟ। ମହାନ୍ତେ ମତେ ତ ଆଜି ବି ମନେ ପଡେ ଦୀର୍ଘ 25 ବର୍ଷ ତଳର କାହାଣୀ। ସେଦିନ ମହାରାଣୀ ସ୍ୱର୍ଣ୍ଣପ୍ରଭା କୋଳରେ ଯେଉଁ ଶିଶୁ ପୁତ୍ରଟାଏ ଥିଲା ଏଇ ଶଳା ହରାମଜାଦା ହଉଛି ସ୍ୱର୍ଗତ ମହାରାଜା ବିକ୍ରମାଦିତ୍ୟ ମହାରାଣୀ ସ୍ୱର୍ଣ୍ଣପ୍ରଭାର ପୁଅ ଆଦିତ୍ୟ। ପିଲାବେଳେ ଶୁଣିଥିଲି ମହାନ୍ତି ଶୋଷ ପାଣି ପାଖକୁ ଯାଏ ବୋଲି, ହେଲେ ଆଜି ଠିକ ଅନୁମାନ କରିପାରୁଛି ପାଣିଟା ଆପେ ଆପେ ଶୋଷ ପାଖକୁ ଆଇଲା। ତାହା ତ ସମୟ କହିବ କିଏ ଶୋଷ ଆଉ କିଏ ପାଣି। ଆଉ ବର୍ତ୍ତମାନ ହେଉଛି ତୁମ ମାନଙ୍କର ଶେଷ ସମୟ। ତାମାନେ ତମେ ଦି ଜଣ ମେଛର ଟୋକା ପୁଣି ମୋ ସହିତ ଯୁଦ୍ଧ କରିବ? ଯୁଦ୍ଧ ନିଶ୍ଚୟ କରିବୁ। ଏବେ ଶୁଣବେ, ତମେ ଦି ଜଣ ସର୍ବପ୍ରଥମେ ମୋର ଦିଟା ଚାଲା ପାଖ, ମୋର ଦିଟା ପରମାଣୁ ବୋମା ମୋ ବନ୍ଧୁ ମହାନ୍ତି ଆଉ ମୋ ବାହୁବଲିଟାକୁ ଯୁଦ୍ଧରେ ପରାସ୍ତ କରିକି ଦେଖାଇବେ। ମହାନ୍ତି ଆବେ ଶଳେ ଏମିତି ହାଟା କରି ଅନେଇଛ କାହିଁକି? ଆବେ ଏଇ ଦି ଜଣ ମେଛର ଟୋକାଟାକୁ ଏମିତି ମାର ମାର, ଏମିତି ମାର ମାର, ଏମିତି ମାର ମାର। ତା ପପା ଅଜା 14 ପୁରୁଷ କେହି ବି ଚିହ୍ନି ପାରିବେ। ଆପଣଙ୍କୁ ଯେମିତି ମୁଁ ଭଦ୍ର ଭାବୁଥିଲି ସେମିତି ତମେ ଅଭଦ୍ର। ତମର କାଣ୍ଡ ଜ୍ଞାନ କିଛି ନାହିଁ। ଯୋଉ ସୂତ୍ରରେ ଚାଲିଛ ତମର ଆଗ ପଛ କିଏ ନାହିଁ। କହିଲେ ଭଲ ନ କହିଲେ ଭଲ, କିନ୍ତୁ ଆପଣ ଯୋଉ କଥା କହିଛନ୍ତି ସେଇ କଥା ଆମେ ନିଶ୍ଚୟ ପୂରଣ କରିବୁ। ଠିକ ଅଛି ବେ, ଏତେ ଦିନ ପରେ ଯେଉଁ କଥାଟା କହିଲ ଆଜି ମୋ ମନକୁ ଛୁଇଁଲା। ଶୁଣବେ, ଏଇ କାମଟା ହୁସିଆର ସହିତ କରିବ। ତାହେଲେ ଠିକ ଅଛି, ଅତି ଶୀଘ୍ର ଏଇ ଦି ଜଣଟାକୁ ଖଲାସ କରିଦିଅ। ଠିକ ଅଛି ସାରେ। ଆଜି ତୋର ମୃତ୍ୟୁ ସୁନିଶ୍ଚିତ। ବଣଞ୍ଜା କଣ କହିଲା? ଆବେ ତୋ ମୃତ୍ୟୁ ସୁନିଶ୍ଚିତ। ଯା ବି ହଉ আবে মূর্খ, অন্তর যদি শক্তি থাকে রণাঙ্গনে হুয়ারে প্রস্তুত। তাহলে ঠিক আছে, এই কি ভণঞ্জা সাতছড়িয়া ভকুয়া সাতছড় সাতছড় हाँ खोल हाँ सरफ खड़े देवी की काचबू ताल खोल दे बेटा के देखिबा कार के तो शक्ति अछि। हाँ पुजारी मोर पार्टी के बजा
କାନ ଚୁପଲା ପରା ଚୁପି ନଉଛୁ ମହାନ୍ତି ଆରେ କାହିଁକି ମିଛଟାରେ ତା ଉପରେ ଏମିତି ଦାଉ ସାଜିଛୁ ରେ ଯେତେ ଯାହା ହେଲେ ବି ସେ ହଉଛି ଛୋଟ ପିଲାଟାଏ ତାରି ବୁଦ୍ଧି ଶୁଦ୍ଧି କାଣ୍ଡ ଜ୍ଞାନ ହେଯାଏ କିଛି ବି ହେଇନି ତାକୁ କ୍ଷମା କରିଦେରେ ମହାନ୍ତି ତାକୁ କ୍ଷମା କରିଦେ ହେଲା ଏବେ ଗୋରସ ପିଉଛେ କେ କି ଅମୁଲ ପିଉଛେ ହେ ମହାନ୍ତି ଯେତେ ଯାହା ହେଲେ ବି ସ୍ନେହ ସମ୍ପର୍କରେ ସେ ହଉଛି ତ ଭଣଜା ଆଉ ତୁ ହଉଛୁ ତା ମାମୁଁ ଆରେ ତାକୁ କ୍ଷମା କରିଦେ ଓ ସେ ମୋ ଭଣଜା ହରେ ମୁଁ ତା ମାମୁଁ ବେଲେ ମୁଁ ବଡ଼ ତାତେ କ୍ଷମା କରିଦେବି ଆଚ୍ଛା ଆମେ ଦୁଇ ଲୋକ ବନ୍ଧୁ ବନ୍ଧୁ ହବେ ତ ଆପଣ ବଡ଼ ତ ଏଇ ଜାଗାରେ ଆପଣଙ୍କୁ କେନ୍ତା ଲାଗଲା তোর তো সাহস কম হবে সোনা তুই ମୋ ଉପରକୁ ହାତ ଉଠେଇବା ପାଇଁ ସାହସ କରୁଛୁ ବେ କେନ୍ତା ଲାଗଲା ତମେ ବି ତ ମାନେ ମୁଁ ବି ତ ମାନେ ନା ହେ ମହାନ୍ତି ଆରେ ତତେ ମୁଁ କେମିତି ବୁଝେଇବି ରେ ବୁଝିବି ରେ ଗୀତା ଭାଗବତରେ ଉଲ୍ଲେଖନ କରାଯାଇଛି କଣ ଦଣ୍ଡିବାର ଶକ୍ତି ଯାର ଠାଇ ক্ষমা গুণে ক্ষমা আচর তাকে ক্ষমা করে দে কি সাসিকিরিটি কইলে স্যার কি সাসিকিরিটি কইলে কোন স্কুল রে পড়িছিলে মজন পদর উচ্চ বিদ্যালয় পুয়া সে মাস্টার না টেঙ্কালু আজ্ঞা মানে ভাই মানে দাদা মানে নানি মানে কোকা মানে বড় মানে आपनकर गाँव रे पूजा पेट होचे बेले हमर गुरु के डाक देव नम नम करबे ताले ठीक अछि छाड़ी देबी तो होबे ताकू क्षमा करि दे औ डाक सिक अछि हां ए भणंजा के न छु या तो बूढ़ा सुने क्या कहछु हां आसे आसे हां से तो क्षमा कर देबिया आसे हां आसे क्षमा कर देबी इटा जुआर करबाटा के हिंदी ने क्या बोलसन एक टिके साइड होता ए नानी जुआर करबाटा के हिंदी ने क्या बोलसन कहता ए बेड़ीटा लाजू छे हिंदी नहीं जानो के का बोलसन का बेलु गोड़ गोड़ आर गुटे गोड़ बैठो ए भैया हां गोड़ बैठो हां आसे आसे हां गोड़ बैठो ए तो मोर नानी कहै छे यारे मोर बहू भी कहै छे हे देखु छे बोले लाजू छ नहीं जानवर बने छ ये हां आशीर्वाद ना आशीर्वाद हां आसे आसे हां हां गोड़ बैठे हां आसे खतरा हिंदी जानी छे फुटवा से हां गोड़ बैठे हां आशीर्वाद दूंगा तार बुआगा हां गोड़ बैठे हां गोड़ बैठे हां ओके हां ओके हां गोड़ बैठे हां कुंदा हां गोड़ बैठे पचार डिस्प्ले भी बोले थी बन oh no सब मन नानी लागी तमे गोड़ बैठो बोलता नहीं यार गोड़ बेटी तता नहीं अच्छा नहीं बोलन जता किसी भूल नहीं है अच्छा है कि सारे मोहती हौची मो पाई सुवर्ण सुजोग सुवर्ण सुजोगटाକୁ ମୁଁ ଦୀର୍ଘ ଦିନ ଧରି ଚାତକ ପରି ଅନେଇକି ରହିଥିଲି ହଁ ସାରେ ଆଜି ସର୍ବପ୍ରଥମେ ମୋରି ପରମ ଶତ୍ରୁ
ସ୍ୱର୍ଗ ମହାରାଜା ବିକ୍ରମାଦିତ୍ୟ ମହାରାଣୀ ସ୍ୱର୍ଗପ୍ରଭର ପୁଅ ଆଦିତ୍ୟକୁ ହତ୍ୟା କରିବି ମହାନ୍ତେ। ঠিক আছে সারে तेरी लड़की को टिक टिक करी हरी देवी। ଏବେ ତୁ ମୋ ଝିଅ ଅଞ୍ଜଳି ଦେହରେ ହସ୍ତ ଉଠେଇବା ପାଇଁ ତୁ ସାହସ କରିଛୁ କାହିଁକି? ମୋ ଝିଅକୁ ଛାଡ଼ିଦେ। ମୋ ମା ଅଞ୍ଜଳିର ମୁଁ କିଛି ବି କ୍ଷତି ହେବାକୁ ଦେବିନି। ମୋ ଝିଅକୁ ଛାଡ଼ିଦେ କହୁଛି, ମୋ ଝିଅକୁ ଛାଡ଼ିଦେ ଛାଡ଼ିଦେ। ଛାଡ଼ିଦେବି ରେ, ପହଲେ ଏମାନଙ୍କୁ ବନ୍ଦ କରି ମୁକ୍ତ କର। ହେ ମହାନ୍ତି, ହେ ବାହୁ, আপে দেখুছ তোর পেছনে খোলো মে খোলি দিও মে খুলে দাবা তোর পেট খুল হেমন के খুল রে পেট খুল বলি पिता पिता बा एक ही तो माँ चमत्कार बा किंतु तो है पिता दिन रो पिता को मैं देखी ऐसी की तुम्हें मैं सही पिता नुहा छिप पिता तुम्हें किसी तरह संपत्ति पाई ଏତେ ଲୋକ ଖସିଗଲ ହେଲେ ପିତା ଏ ଧନ ସମ୍ପତ୍ତି କାହା ପାଇଁ ପିତା? ଏ ଗର୍ଭଙ୍କ ସବୁ କାହା ପାଇଁ? ମଲା ପରେ କଣ ୟାକୁ ତମେ ସାଙ୍ଗରେ ନେଇକି ଯିବ? ଛି ପିତା, ଆଜି ମୋତେ ତୁମକୁ ପିତା କହିବା ପାଇଁ ଘୃଣା ଲାଗୁଛି, ଘୃଣା। अन्ना तिवारी एते सुंदर सुना संसार को चुना कर दई तू किछि धन संपत्ति टंका अर्जन करछु हेले कह आउ तो पाइलु काना बहुत पाइलु काना बहुत पाइलु काना बहुत पाइलु। ମାନେ ସମସ୍ତେ ଚୁପ ହେଇଯାଅ। ତମେମାନଙ୍କର ଭାବୁଛ ଜୀବନରେ ମୁଁ ଏକା ଅନ୍ୟାୟ କରିଛି। ତମେମାନେ କଣ ବୁଝୁଛ ଜୀବନରେ ମୁଁ ଏକା ପାପ କରିଛି। ଆଜିର କଳି ଯୁଗରେ ଯାହା ପାଖରେ ଧନ ସମ୍ପତ୍ତି ନାହିଁ ତା ପାଖରେ ମାନ ସମ୍ମାନ ବୋଲି କିଛି ବି ନାହିଁ। ଟଙ୍କା ରୂପୀ ରାହୁଟା ମୋତେ ଏମିତି ଗ୍ରାସ କରିଥିଲା ଯେ ମୁଁ ପାଲଟି ଗଲି ମଣିଷରୁ ଅମଣିଷ। ମୁଁ ଟଙ୍କା ଉପାର୍ଜନ କରିବା ଲୋଭରେ ଯେଉଁ ସପନ ଦେଖିଥିଲି ମୁଁ ଦେଖିଥିବା ସପନ ମୋ ପାଇଁ ହେଇଗଲା ସତଠୁ ସପନ ଅନେକ ଗୁଣା। ଅଞ୍ଜଳି ତୁ ଠିକ କହିଛୁ ରେ ମା। ତୁ ଠିକ ସମୟରେ ମୋ ଆଖି ଦିଟା ଖୋଲି ଦେଇଛୁ ରେ ମା। ମୁଁ ମାନୁଛି, ମୁଁ ବୁଝୁଛି ରେ ମା, ମୁଁ ଯେଉଁ ପାପ କରିଛି ମୋ ପାପର ପ୍ରାୟଶ୍ଚିତ ନାହିଁ। ଏତିକିଟି ମନେ ରଖ ରେ ମା,
ମୋ ଜୀବନରେ ମୁଁ ଯେତେ ସବୁ ଅନ୍ୟାୟ କରିଛି ସେସବୁ ଏଇ ସଲା ହରାମଜାଦା ମହାନ୍ତିର କଥାରେ ପଡ଼ିକି କରିଛି। ଅଭା ହେ ମହାନ୍ତି ଯାଉଛୁ କୁଆଡ଼େ ବେ ସଲା ହରାମଜାଦା? ତୋରି ପାଇଁ ମୁଁ ପାଲଟି ଗଲି ମଣିଷରୁ ଅମଣିଷ। ତୋରି ପାଇଁ ପାଲଟି ଗଲି ମୁଁ ଗୋଟାଏ ଜଲ୍ଲାଦ। ଛାଡ଼ିବିନି ହରାମଜାଦା, ଆଜି ତତେ ମୁଁ ମାରୁ ମାରୁ ଜୀବନରୁ ଶେଷ କରିଦେବି ହରାମଜାଦା। ସତରେ ଦର୍ଶକ ବନ୍ଧୁ, ମୁଁ ଜଣେ ଏମିତି ଜଘନ୍ୟ ଅପରାଧୀ ମଣିଷଟାଏ ଯାହାକୁ ନିଜ ଜନ୍ମ କଲା ଝିଅ କହୁଛି ବାପା। ତମକୁ ବାପ ବୋଲି ଡାକିବାକୁ ମତେ ଘୃଣା ଲାଗୁଛି। ଅଞ୍ଜଳି, ମୁଁ ତତେ କଥା ଦଉଛି ରେ ମା, ମୁଁ କରିଥିବା ପାପର ମୁଁ ନିଶ୍ଚୟ ପ୍ରାୟଶ୍ଚିତ କରିବି। ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ, ହେ ପ୍ରଭୁ କାଳିଆ ଶାନ୍ତ, ମୋର ତ ଭୁଲ ହେଇଯାଇଛି ପ୍ରଭୁ, ଯଦି ପାରିବ ମତେ କ୍ଷମା କରିଦେବ। ହେ ଈଶ୍ୱର, ତମକୁ ଏଇଠି ଥାଇ କରୁଛି ପ୍ରଭୁ କୋଟି କୋଟି ନମସ୍କାର। ଏମିତି ଭୁଲ କଲି ମୁଁ, ଯାହାର କ୍ଷମା ନାହିଁ। ଏମିତି ପାପ କଲି ମୁଁ, ଯାହାର ପ୍ରାୟଶ୍ଚିତ ନାହିଁ। ଏମିତି ଭୁଲ କଲି ମୁଁ, ଯାହାର କ୍ଷମା ନାହିଁ। ଏମିତି ପାପ ସେଥିପାଇଁ ଆଜି କରୁଛି ଶପଥ, କରିବିନି କେବେ ଭୁଲ। बाबा बेटा पिता पुत्र सिद्धार्थ, देखंतु वर्तमान तो आमर मुख्य दुईटी शत्रुकर विनाश होईछि। हाँ पुत्र, हेले बाकी रही जाइछि सेई महांती मौसा को भणजा बाहुबली। एथर आपण द्वही तार उचित दंड विधान करंतु। निश्चय पुत्र। आय सब बाहु सांग मो पाखकु टिके आस।
ତମର ତ ଭାରି ସାହସ। ସାହସ ଥିବ ଆଚ୍ଛା ସାଙ୍ଗ ଦିଅ ଟିକେ ଭାଙ୍ଗ। ମୁଁ ଖାଏନି, ହେଲେ ଗୋଟିଏ କଥା କହିବ। କଣ କହିବି? ମୁଁ ଯେମିତି ଯେମିତି ପଚାରିବି ତମେ ସେମିତି ସେମିତି କହିବ। ଠିକ ଅଛି, ତାହେଲେ କୁହ, ତାହେଲେ ତମେ କୁହ। ସେଦିନ ମତେ ମଦ କିଏ କଲା? ସେଦିନ তোমার বাবাকে মজা কে বনালা? କିଏ? আম্মামু। সেদিন সেনাপতি আয়াক ফালতু কে বনালা? କିଏ? আম্মামু। সেদিন তোমার হাতে মদ বোতল কে দেলা? ତମେ ଦେଲ। ମୁଁ ଦେଲି। ହଁ। মদ পিলা কিଏ? কেনতা সে তো মদ পিউছ আর মকে পিউছ। ତମେ ମତେ ମଦ ପିଇବା ପାଇଁ ବାଧ୍ୟ କରିନଥିଲ। তোমার লোভ না কম ছিল যে পিল। ହଉ ମୋ କଥା ଛାଡ଼, ହେ ତମ ମାମୁଁ କୁଆଡେ ଗଲେ ଜାଣିଛ? ମୋ ଲାଗି କନିଆ ଦେଖି ଦେଇଛ। କୋଉ ପଟେ? হ্যাঁ କୋଉ ପଟେ? আমাদের ଏତେ ବାଟ? হ্যাঁ ତାହେଲେ ତୁମକୁ କହିକି ଯାଇଛନ୍ତି? হ্যাঁ ভঞ্জা থিয়া তুমি যাই করে আসুছ আমাদের। ମନେ ମନେ ଘିଅ ଗୁଡ ଖାଉଥାଅ। হ্যাঁ ସେ ତମ ପାଇଁ ଝିଅ ଦେଖି ଯାଇନାହାନ୍ତି। কোড়ে যাইছନ୍ତି? ସେ ତାଙ୍କର କର୍ମର ଫଳ ନେଇକି ଉପରକୁ ଚାଲି ଯାଇଛନ୍ତି। ଉପରକୁ যাইছନ୍ତି? ହଁ। ମୁଁ କଣ କରିବି? କଣ କରିବ? হ্যাঁ ସେ ଯିବା ପୂର୍ବରୁ କହି ଯାଇଛନ୍ତି, কোন ଦେଖ দেখুছি তুমি বহুত সুন্দর। ବିଶେଷ କିଛି କହିବନି। না কইলে কোন করিব? ଖାଇବ ଖାଇବ। ଅଛି ଯେ ବାবা। ସେ କହି ଯାଇଛନ୍ତି, কোন কইছନ୍ତି? ଯାହା ମତେ ଦେଉଛ ସେଥିରୁ ଯେତେ ବଳକା ରହିବ হ্যাঁ ତାହା ମୋ ଭଣଜାକୁ ଦବ। হ্যাঁ କାହିଁକି ନା ସେ ମୁଁ ଯେଉଁ ଯେଉଁ କାର୍ଯ୍ୟ କରୁଥିଲି হ্যাঁ ସେଥିରେ ସେ ସମାନ ଭାଗିଦାର ଅଛନ୍ତି ବୋଲି। কেমিতি? କେମିତି? হ্যাঁ ତମ ମାମୁଁଟା କୁକର୍ମ କରୁଥିଲେ, হ্যাঁ ତାଙ୍କ ସହିତ ତମେ ସଦା ସର୍ବଦା ପଛରେ ପଛରେ ରହିଥିଲ। ହଁ ରହିଥିଲି ଏମିତି ଚାଲୁଥିଲି ଆଉ କଣ କରିବ। ତମେ ମଧ୍ୟ ଶିଖିଛ। হ্যাঁ ସେଇଥିପାଇଁ କଥାରେ ପରା ଅଛି, କଣ ଅଛି? ଚୋର ସହିତ ରହିବ। ବୁଦ୍ଧିମାନ ହେବ। କେମିତି? କେମିତି? ଚୋର ସହିତ ରହିଲେ କଣ ଚୋରି କରିବା ଶିଖିବ? କେମିତି ସୁନା ଚୋରି କରିବା ସେଟା ଶିଖିବ? ଆଉ ଶେଷରେ କେଚା ଖାଇବ। ନାଇଁ ସେଟା କିଛି ଲାଭ ନାହିଁ। ସେମିତି ନୁହେଁ। ଆଉ କେମିତି? ଚୋର ସହିତ ରହିଲେ ଚୋର ହିଁ କୁହାଯିବ। ଚୋର ସହିତ ରହିଲେ ବୁଦ୍ଧିମାନ ହିଁ ହେବ। ମୁଁ ଆଉ ବିଶେଷ କିଛି କହିବିନି। ବିଶେଷ କହିବନି? ବିଶାଲ ଅଛି। ଶୀଘ୍ର ଶୀଘ୍ର ସେ ତମ ମାମୁଁ ଯୋଉ ବଳକା ଫଳଟା ରଖିଛନ୍ତି ହଁ ଆମେ ତମକୁ ଦବୁ। ଠିକ ଅଛି ଦିଅ। ପ୍ରସ୍ତୁତ ଅଛ? ହଁ ତାହେଲେ ଠିକ ଅଛି। ଠିକ ଅଛି। ବୁହାଗୁ ଏତେ ହେଲେ ନାଚପୁରୀ ଅଠା କେତେ ଦିନର ପୁରାଣି ପିଦିଛି ଗୋଟେ ଗୀତଲେ ଖାଲି ପୁରା ପିଟୁଛ ଯେ ভুল করবা কে মার খাবা কি ଭଲ ଲାଗିଲା। ମାଡ଼ ଦଉଛାରେ ଭଲ ଲାଗିଲା। ଠିକ ଅଛି ମୁଁ ଯାଉଛି। କୁଆଡେ? ଘରେ ମୁଁ କହିଲି ଯିବା ପାଇଁ। ନ କହିଲେ କଣ ହେଲା, ଯିବାକୁ ତ ପଡିବ ଆଉ। ନା, ମୁଁ ଯେ ପର୍ଯ୍ୟନ୍ତ କହିବି ତମେ ଯିବନି। ଯିବା ପୂର୍ବରୁ ପ୍ରଥମେ ଶପଥ କରିକି କୁହ, ତାପରେ ଯାଇ ଯିବ। ঠিক ଅଛି ମୁଁ ଶପଥ କରିବି। ହଁ, ଆରମ୍ଭ କର। ଆଜିଠାରୁ ମୁଁ ଶପଥ କରୁଛି। ଆଉ ଆଗକୁ ତମ ପରିବାରকে ମାରି ଦେବି। ବୁହାଗୁ তোর বুয়াকে মার কোটার বেক ଭଲ ଭାବରେ ଶପଥ କରିକି କୁହ।
ମୁଁ ଯେମିତି କହିବି ତମେ ସେମିତି କୁହ। ଠିକ ଅଛି। ଆଜିଠାରୁ ମୁଁ ଶପଥ କରୁଛି ଆଜି ଠାରୁ ମୁଁ ଶପଥ କରୁଛି ଆଗାମୀ ଦିନରେ ତମର ଭନକେ ଲାଇନ୍ ମାରବି। ବୁହାଗୁ ଯାହା ଲାଗୁଛି ବଡ଼ ଭାଇ ଆଜି କିଛି ଖାଇ ନାହାନ୍ତି, କେବଳ ଖାଲି ଶୋଇଛନ୍ତି। ପିଟବାର ଏକ୍ସପର୍ଟ ଅଛି କିଛି ନାହିଁ। ତୁମକୁ ତ ଆମେ ଛାଡ଼ିଦେବୁ, କିନ୍ତୁ ପୁଣି କଣ ଗୋଟିଏ ସର୍ତ୍ତରେ ଛାଡ଼ିବୁ। କଣ ସର୍ତ୍ତ? ଯିବା ପୂର୍ବରୁ ସମସ୍ତଙ୍କ ସମ୍ମୁଖରେ ସମସ୍ତଙ୍କ ମନୋରଞ୍ଜନ ନିମନ୍ତେ ମାଙ୍କଡ଼ ପରିକା ଥେଇ ଥେଇ ହୋଇ ନାଚ, ତାପରେ ଯାଇ ଯିବ। ପୁଅ ମୁଇଁ ନାଚିବି ତ? ଆଉ ହେ ଭଗବାନ। ଆରମ୍ଭ କର, ସମୟଟା ଗଡ଼ି ଯାଉଛି। ଏ କଣ କରୁଛୁ ଭାଇ? କିଛି ନାହିଁ ଖାଲି ଟେଷ୍ଟିଂ କରୁଥିଲି। ଶଳା ସିଦ୍ଧାର୍ଥର ସାଙ୍ଗ ବୋଲି ଛାଡ଼ିଦେଲି, ନହେଲେ ସିଧା ହାଣି ଦେଇଥାନ୍ତି। ଆବେ ଆଉ ନାଚ, ତ ନାଚଟା ଟିକେ ବି ଭଲ ଲାଗିଲା। ମୁଇଁ କେନ ଗୋଟେ ଦୋସ୍ତ ନାଚୁଥିଲି। ଆବେ ଶଳା ତ ନାଚିବା ହିଁ ତ କର୍ମର ଫଳ। ଠିକ ଅଛି। अंजलि अंजलि कौन है ना किसी नहीं ए पर्यंत तो मत किसी है नहीं किंतु तमे आज ना भारी ब्यूटीफुल देखा जाउ छ। ए मु छोट भले सेमिति तम नीला नीला आखी कला कला भुलता पेचका पेचका नाक गुलाबी परी ओठ सतरी मते पागल करी दिए। ए पागल करते देखे जाउ छ। ए अंजलि हां तमको गुटे कथा मने अछि ना कौन है छोट बेला में साग साथी खेलुथिलु। कौन खेलुथिलो अरे कौन खेलुथिलु? हां अरे से कथा भी तुमको मने नहीं ना अरे पागलटा अरे छोट बेला में खेलुथिलु ए समस्त खेलिचंती झियो माने। कौन खेलचंती चुताल पिटानी ई मां सीटा पर केमिति खेलो आ केमिति हां ए ना देखिबो देखो ना अरे देखो ई मां तमर तो भारी मने अछि। हाँ ए अंजलि हां पाखा को आसन काई की ए आस लाजी ते काई की
लाल लाल घगरा केते सुंदर तम कुची कुची बाल केते सुंदर टमल देइछि मोर कलरिंग हो जाइछि ए अंजलि गुटे कथा कहबी तमे खराब भाभी बने तो ए अंजलि माने अरे पागल का काहे के बुझी पारुनो आजिकल जेनेरेशन चेंज हो जाइछि बुझि पाइलेनी पागिलीटा अरे मु कहबा माने होची ए अंजलि सत तुम बुझी पालिबनी अंजलि आई लव यू पिता हाँ पुत्र श्रद्धा एहिछंती आपनक बड़ भाई को ज्येष्ठ पुत्र नाम तांकर आदित्य माने मो बड़ भाई आपण वर्तमान मो बड़ भाई को एई हम कलिंग राज्यर राज्य सिंहासन समर्पण करिकी आपण करिथिया भूल प्रायश्चित करि परिबे पिता ठीक अछि पुत्र श्रद्धा हां एही मोर सौभाग्य हेबो आम आदित्य को एक कलिंग राज्य सिंहासन देई मो पापर प्रायश्चित करिबी एवं हे दर्शक मंडली मो हाथ जोड़ी अनुरोध करुछि आपण माने मद्यपान करी निजर सुना संसार चुना करंतु नाही नहेले आपणक एमिति भाई जगते नाही।